ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ବାଇବଲ ଅନୁସାରେ ଯୀଶୁ କେତେ ଥର ରୋଦନ କରିଥିଲେ। ଆଜିର ପ୍ରସଙ୍ଗ ହେଲା ବାଇବଲ ଅନୁସାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେତେ ଥର ରୋଦନ କରିଥିଲେ ଏବଂ କାହିଁକି ସେ ରୋଦନ କରିଥିଲେ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ୍ଭମାନଙ୍କ ପରମେଶ୍ୱର ସେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେବା ପରମେଶ୍ୱର, ଦୁଃଖରେ ସମସ୍ୟାରେ ନୈରାଶ୍ୟରେ ଥିବା ଲୋକମାନଙ୍କୁ ସେ ଉତ୍ସାହିତ କରିବା ପରମେଶ୍ୱର। କିନ୍ତୁ ଆମେ ବାଇବଲରେ ଦେଖୁ ସେହି ପରମେଶ୍ୱର, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ରୋଦନ କଲେ। କାହିଁକି ସେ ରୋଦନ କଲେ, ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ବାଇବଲରେ ଦେଖିବେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାଇନ୍ ନାମକ ନଗରରେ ପ୍ରବେଶ କରୁଛନ୍ତି, ସେହି ନଗରରେ ଜଣେ ବିଧବାଙ୍କର ଏକମାତ୍ର ପୁଅ ସେ ମୃତ୍ୟୁବରଣ କରୁଛନ୍ତି। ଆଉ ଅନେକ ଲୋକ ସେଇ ପୁଅଙ୍କୁ କକେଇରେ ବହି ଗାଁରୁ ସେମାନେ ବାହାରକୁ ନେଇ ଯାଉଛନ୍ତି। ଏହିପରି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ବିଧବା ମାଙ୍କୁ ଏବଂ ସେହି ମୃତ ବାଳକକୁ ଦେଖି ସେ ଦୟାରେ ବିଗଳିତ ହେଉଛନ୍ତି ଏବଂ ସେହି ବିଧବା ମାଙ୍କୁ ସେ ସାନ୍ତ୍ୱନା ଦେଉଛନ୍ତି। ଆପଣ ଦେଖିବେ ଜାଇରସଙ୍କ ପରିବାରରେ ସେ ଯେତେବେଳେ ଯାଉଛନ୍ତି, ଜାଇରସଙ୍କର କନ୍ୟା ମୃତ୍ୟୁବରଣ କରିଥିବା ସମୟରେ ଅନେକ ଲୋକ ସେହି ସ୍ଥାନରେ ଏକତ୍ର ହୋଇ ସେମାନେ ରୋଦନ କରୁଥିଲେ, ବିଳାପ କରୁଥିଲେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ପରିବାରରେ ସେ ଯାଇ କହିଲେ, କାହିଁକି ରୋଦନ କରୁଅଛ? ଏହିପରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ମଗଦଲିନୀ ମରିୟମକୁ ସେ ଦର୍ଶନ ଦେଇ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେହି ପରମେଶ୍ୱର, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମୟ ଆସୁଛି ସେ ନିଜେ ରୋଦନ କରୁଛନ୍ତି। ଆଜି ବାକ୍ୟରୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେତେ ଥର ସେ ରୋଦନ କରିଥିଲେ, କାହିଁକି ରୋଦନ କରିଥିଲେ। ଆମେ ବାକ୍ୟରେ ଦେଖୁ, ପ୍ରଥମ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମ ଥର ସେ ଲାଜରଙ୍କର ମୃତ୍ୟୁ ସମୟରେ ସେ ରୋଦନ କରିଥିଲେ। ଲାଜରଙ୍କର ମୃତ୍ୟୁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ରୋଦନ କରିଥିଲେ। ଆପଣ ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟ 35 ପଦରେ ପଢ଼ିବେ, ସେହି ସ୍ଥାନରେ ଲେଖାଯାଏ, ଯୀଶୁ କାନ୍ଦିଲେ। ଏହି କଥା ଅନେକ ଭାଇ ଭଉଣୀମାନେ ଆମର ଖ୍ରୀଷ୍ଟିଆନ ସମାଜର ଅନେକ ବାଇବଲ ଶିକ୍ଷକ ବା ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ସେମାନେ କହନ୍ତି ଯେ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ସେ କ୍ରନ୍ଦନ କଲେ, ଲାଜରଙ୍କୁ ସେ ସ୍ନେହ କରୁଥିଲେ, ଲାଜରଙ୍କୁ ପ୍ରେମ କରୁଥିଲେ, ସେଥିପାଇଁ ତାଙ୍କୁ ବହୁତ ଦୁଃଖ ଲାଗିଲା, ସେଥିପାଇଁ ସେ କ୍ରନ୍ଦନ କଲେ। ଏହି କଥା ଅନେକ ଭାଇ ଭଉଣୀମାନେ କହନ୍ତି। ବାଇବଲ କହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲାଜରଙ୍କୁ ସେ ସ୍ନେହ କରୁଥିଲେ, ଏହା ସୁନିଶ୍ଚିତ ଅଟେ। କିନ୍ତୁ ଆମେ ଜାଣୁ ଯେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଭଲ ରୂପେ ଜାଣିଥିଲେ ଯେ ମୁଁ ଗଲେ ଲାଜରଙ୍କୁ କବରରୁ ଉଠାଇବି, ମୁଁ ଗଲେ ଜୀବନ ଦାନ ଦେବି। ଜୀବନ ଦାନ ଦେବା ପରମେଶ୍ୱର, ମୃତ୍ୟୁରୁ ଉଠାଇବା ପରମେଶ୍ୱର, ସେ କ୍ରନ୍ଦନ କରିବାର ଆବଶ୍ୟକ କ'ଣ ଅଛି? ପ୍ରିୟମାନେ, ଏହି କଥା ଯଦି ଆମେ ଦେଖୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କୁ ସ୍ନେହ କରୁଥିଲେ ବୋଲି କ୍ରନ୍ଦନ କଲେ। ତା ବାଦେ ମଧ୍ୟ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଶାରୀରିକ ମୃତ୍ୟୁ ଯଦି ମନୁଷ୍ୟକୁ, ପରିବାରକୁ ଏତେ ଦୁଃଖ ଦେଉଛି, ଏତେ କଷ୍ଟ ଦେଉଛି, ତାହେଲେ ଆତ୍ମିକ ମୃତ୍ୟୁ, ଦ୍ୱିତୀୟ ମୃତ୍ୟୁ, ଅନନ୍ତ କାଳର ମୃତ୍ୟୁ ଯେ କେତେ କଷ୍ଟ, କେତେ ଦୁଃଖ, କେତେ ସମସ୍ୟା, ଏହି କଥାକୁ ସେ ମନେ ପକାଇ ସେ ରୋଦନ କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ନର୍କରୁ ଉଦ୍ଧାର କରିବା ପାଇଁ ଆସିଲେ। ପ୍ରଭୁ ଚାହାନ୍ତି, ହେଇପାରେ ଆମେ ରୋଗରେ ମୃତ୍ୟୁବରଣ କରୁ, ହେଇପାରେ ଆକ୍ସିଡେଣ୍ଟ ମାଧ୍ୟମରେ ଆମମାନଙ୍କର ମୃତ୍ୟୁ ହୁଏ, କେବେ ମଧ୍ୟ ପରମେଶ୍ୱରଙ୍କୁ ଦୁଃଖ ଲାଗେ ନାହିଁ। କିନ୍ତୁ ଜଣେ ମନୁଷ୍ୟ ଯେବେ ପ୍ରଭୁଙ୍କୁ ନ ଜାଣି ଯୀଶୁଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ ନ କରି ପାପରେ ରହି ଯେତେବେଳେ ଜଣେ ମୃତ୍ୟୁବରଣ କରେ, ସେ ନର୍କଗାମୀ ହେଇଯାଏ, ସେ ଦ୍ୱିତୀୟ ମୃତ୍ୟୁର ଅଂଶ ପାଏ, ସେ ଅନନ୍ତ କାଳର ମୃତ୍ୟୁରେ ସେ ପଡ଼ିଯାଏ। ସେହି ସମୟରେ ପରମେଶ୍ୱରଙ୍କୁ ବହୁତ ଦୁଃଖ ଲାଗେ। ସେହିଦିନ ଲାଜର କୌଣସି ପାପ କରି ସେ ମୃତ୍ୟୁବରଣ କରିନଥିଲେ, କିନ୍ତୁ
ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ରୋଦନ କଲେ, ଯଦି ଶାରୀରିକ ମୃତ୍ୟୁ ପରିବାର ପାଇଁ ନିଜ ପାଇଁ ଏତେ ଦୁଃଖଦାୟକ, ତାହେଲେ ଆତ୍ମିକ ମୃତ୍ୟୁ, ଦ୍ୱିତୀୟ ମୃତ୍ୟୁ, ଅନନ୍ତ କାଳର ମୃତ୍ୟୁ ଯେ କେତେ କଷ୍ଟ, କେତେ ସମସ୍ୟା, କେତେ ଦୁଃଖଦାୟକ, ସେଥିପାଇଁ ସେ କ୍ରନ୍ଦନ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଥର ସେ କ୍ରନ୍ଦନ କରିଥିଲେ, ଜେରୁସାଲେମ ନଗର ନିମନ୍ତେ ସେ ବିଳାପ କଲେ। ଜେରୁସାଲେମ ନିମନ୍ତେ ସେ କ'ଣ କଲେ? ବିଳାପ କଲେ। ଆପଣ ଏହି ବାକ୍ୟ ଦେଖିପାରିବେ ମାଥ୍ୟୁ ଲିଖିତ ସୁସମାଚାର 23 ଅଧ୍ୟାୟ 37 ପଦରେ ଲେଖାଯାଏ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ଗୋ ଜେରୁସାଲେମ, ଗୋ ଜେରୁସାଲେମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକୁଟି ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେତେବେଳେ ସେ ରୋଦନ କଲେ, ଜେରୁସାଲେମ ନଗରକୁ ଦେଖି ସେ ରୋଦନ କଲେ। କାହିଁକି ସେ ରୋଦନ କଲେ? ସେ ଅନେକ ଥର ଶିକ୍ଷା ଦେଇ, ପରାମର୍ଶ ଦେଇ, ନିଜ ଆଡ଼କୁ ଆଣିବା ପାଇଁ, ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ ସେ ଚେଷ୍ଟା କଲେ, କିନ୍ତୁ ଯିହୁଦୀ ଲୋକମାନେ ତାଙ୍କୁ ସେ ଅଗ୍ରାହ୍ୟ କଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପରାମର୍ଶ, ତାହାଙ୍କର ଶିକ୍ଷାକୁ ସେମାନେ ଗ୍ରହଣ କଲେ ନାହିଁ। ମୋତେ ପ୍ରଭୁ ବୋଲି ମାନିଲେ ନାହିଁ। ମୁଁ ଯେ ଏତେ ସର୍ବଶକ୍ତିମାନ, ମୁଁ ସୃଷ୍ଟିକର୍ତ୍ତା, ମୋତେ କେହି ସମ୍ମାନ ଦେଲେ ନାହିଁ, ଏହିସବୁ କଥା ପାଇଁ ସେ ଦୁଃଖ କଲେ ନାହିଁ। ସେ ଏଥିପାଇଁ ଦୁଃଖ କଲେ, ଯଦି ଆପଣ 24 ଅଧ୍ୟାୟ ପରେ ପରେ ପଢ଼ିବେ, ଜେରୁସାଲେମ ନଗରର ଭବିଷ୍ୟତକୁ ଦେଖି ସେ ଦୁଃଖିତ ହେଲେ। ମୁଁ କେତେ ତୋତେ ନିଜର କରିବା ପାଇଁ ଚେଷ୍ଟା କଲି। କୁକୁଡ଼ା ଯେପରି ନିଜର ଛୁଆମାନଙ୍କୁ ଆପଣାର ବାହୁ ତଳେ, ଡେଣା ତଳେ ଆବରି ରଖିବା ପାଇଁ ଚେଷ୍ଟା କରେ, ଠିକ୍ ସେହିପରି ମୁଁ ପ୍ରେମ କରି, ଶିକ୍ଷା ଦେଇ, ପରାମର୍ଶ ଦେଇ, ଚେତନା ଦେଲି, ତଥାପି ମୋ କଥା ତୁମେ ଶୁଣିଲ ନାହିଁ। ଏବେ ଜେରୁସାଲେମ ନଗରର ଚତୁଃପାର୍ଶ୍ୱରେ ଶତ୍ରୁମାନେ ଘେରିବେ, ଆଉ ଏହି ଜେରୁସାଲେମ ମନ୍ଦିର ଗୋଟିଏ ପଥର ଆଉ ଗୋଟିଏ ପଥର ଉପରେ ରହିବ ନାହିଁ। ଏହିସବୁ ଭବିଷ୍ୟତକୁ ସେ ଦେଖି ଦୁଃଖ ପ୍ରକାଶ କଲେ ଆଉ କ୍ରନ୍ଦନ କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ଆମର ପରମେଶ୍ୱର ତାହାଙ୍କର ଦାସମାନଙ୍କ ମାଧ୍ୟମରେ ସେ ଆମକୁ କଥା ହେଉଛନ୍ତି, ଚେତନା ଦେଉଛନ୍ତି, ପରାମର୍ଶ ଦେଉଛନ୍ତି। ଆମେ ଏହିପରି ସମୟରେ ତାହାଙ୍କର କଥା, ତାହାଙ୍କର ଶିକ୍ଷା, ଚେତନାର ଆମେ ବାଧ୍ୟ ହେବାର ଆବଶ୍ୟକ ରହିଛି। ଯଦି ଆମେ ପ୍ରଭୁଙ୍କୁ ଅଗ୍ରାହ୍ୟ କରୁ, ତାହାଙ୍କର ଶିକ୍ଷା, ଚେତନା, ପରାମର୍ଶକୁ ଅଗ୍ରାହ୍ୟ କରୁ, ଭବିଷ୍ୟତରେ ମଧ୍ୟ ଆମେ ସମସ୍ୟାରେ ପଡ଼ିବା ସୁନିଶ୍ଚିତ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ପ୍ରଭୁଙ୍କର ବାଧ୍ୟ ହେବା, ଆମେ ତାହାଙ୍କର କଥା ଶୁଣିବା, ଆମେ ତାହାଙ୍କର ପକ୍ଷ ତଳେ, ତାହାଙ୍କ ଛାୟା ତଳେ ଆମେ ଆଶ୍ରୟ ନେଇ ଆମେ ତାହାଙ୍କ ପଛରେ ଚାଲିବା। ଶେଷରେ ସେ ତୃତୀୟ ଥର ରୋଦନ କଲେ। ସେ ଗେଥସିମାନି ବଗିଚାରେ ତାହାଙ୍କର ମୃତ୍ୟୁର ଶେଷ ରାତ୍ର, ଅର୍ଥାତ୍ ଶତ୍ରୁ ହସ୍ତରେ ସମର୍ପିତ ହେବା ପୂର୍ବରେ ସେ ଗେଥସିମାନି ବଗିଚାରେ ପ୍ରାର୍ଥନା କରୁ କରୁ ସେ ବିଳାପ କଲେ। ସେ ଅତିଶୟ ବିଳାପ କଲେ। ଏହି କ୍ରନ୍ଦନ, ଏହି ବିଳାପକୁ ଅନେକ ପ୍ରଚାରକମାନେ, ଅନେକ ଶିକ୍ଷକମାନେ ସେମାନେ କହନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହେବା ପାଇଁ ସେ ଡରିଗଲେ, ଭୟ କଲେ, ସେଥିପାଇଁ ସେ କ୍ରନ୍ଦନ କଲେ। ଏହି ପ୍ରକାର କଥା ଅନେକ ଶିକ୍ଷକମାନେ, ଅର୍ଥାତ୍ ଅନେକ ଭାଇ ଭଉଣୀମାନେ ଏହି କଥା କହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଯିବା ପାଇଁ ସେ କୌଣସି ପ୍ରକାର ସେ ଭୟ କଲେ ନାହିଁ। ସେ ଏଥିପାଇଁ ସେ ରୋଦନ କଲେ। ଆପଣ ପଢ଼ିବେ ଏହି ବାକ୍ୟ ମାଥ୍ୟୁ ଲିଖିତ ସୁସମାଚାର 24 ଅଧ୍ୟାୟ 36 ପଦରୁ 38 ପଦ ମଧ୍ୟରେ ଲେଖାଯାଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଗେଥସିମାନି ବଗିଚାରେ ସେ ପ୍ରାର୍ଥନା କରୁ କରୁ ସେ କ'ଣ କଲେ? ରୋଦନ କଲେ। କାହିଁକି ସେ ରୋଦନ କଲେ? ସେ ପ୍ରାର୍ଥନା କଲେ, ପ୍ରଭୁ ତୁମର ଇଚ୍ଛା ହେଲେ ଏହି ପାନ ପାତ୍ର ମୋ ଠାରୁ ଦୂର କର। କେଉଁ ପାନ ପାତ୍ର? ସେହି ପାନ ପାତ୍ର ଜଗତର ପାପ, ଜଗତର ଅଭିଶାପ, ଜଗତର ମନ୍ଦତା, ଦୁଷ୍ଟତା ସେ ଆପଣା ଉପରକୁ ନେବା ପାଇଁ ସେ ଇଚ୍ଛା କରୁନଥିଲେ। କାହିଁକି ଇଚ୍ଛା କରୁନଥିଲେ? କାରଣ ଯେତେବେଳେ ଜଗତର ପାପ ତାଙ୍କ ଉପରେ ବର୍ତ୍ତିବ, ପିତା ଯେ ତାଙ୍କୁ ପରିତ୍ୟାଗ କରିବେ, ଏହା ସେ ଜାଣିଥିଲେ। କ୍ରୁଶରେ 1000 ଥର ଚଢ଼ିବା ପାଇଁ
ସେ ଇଚ୍ଛୁକ ଥିଲେ। ହଜାର ଥର କ୍ରୁଶରେ ମରିବା ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିଲେ। ମାତ୍ର ପିତା ପରମେଶ୍ୱରଙ୍କ ଠାରୁ ଅଲଗା ହେବା ପାଇଁ ତାଙ୍କୁ ପସନ୍ଦ ନଥିଲା, ତାଙ୍କୁ ଇଚ୍ଛା ନଥିଲା। ସେଥିପାଇଁ ସେ ପ୍ରାର୍ଥନା କରୁ କରୁ ରୋଦନ କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ତ ଆଜି ଆମେ ପ୍ରଭୁଙ୍କ ବାକ୍ୟରୁ ଶିଖିଲୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ବାଇବଲରେ 3 ଥର ରୋଦନ କରିଥିଲେ। ଆଉ କାହିଁକି ରୋଦନ କରିଥିଲେ, ଆମେ ଏଇ 3ଟା ବିଷୟର କଥା ଆମେ ଆଲୋଚନା କରିଛୁ। এই ବାକ୍ୟ ଅନୁସାରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମ ନାମର ଧନ୍ୟବାଦ ପ୍ରଶଂସା କରୁଛୁ, ଗୌରବ କରୁଛୁ। ପ୍ରଭୁ ତୁମେ ଏଥିପାଇଁ ଯୋଗ୍ୟ ଅଟ। ତୁମ ବାକ୍ୟ ଦେଇ ତୁମେ ଆମମାନଙ୍କୁ ଶିକ୍ଷା ଦେଲ, ଉତ୍ସାହିତ କଲ, ଚେତନା ଦେଲ। ତୁମର ସ୍ତୁତି ହେଉ, ମହିମା ହେଉ। ବାପା, ଆମେ ପ୍ରଭୁ ଆମର ମୃତ୍ୟୁ ତୁମ ଦୃଷ୍ଟିରେ ବହୁମୂଲ୍ୟ ହେଉ। ବାପା, ଆମେ ତୁମର ପରାମର୍ଶକୁ ନିଜର କରିବୁ। ଆମେ ପ୍ରଭୁ ତୁମକୁ ଅଗ୍ରାହ୍ୟ ନ କରି ଆମେ ତୁମକୁ ଗ୍ରହଣ କରିବୁ। ଆଉ ଆଗାମୀ ବିନାଶରୁ ଆମେ ଉଦ୍ଧାର ପାଇବୁ। ତୁମେ ଆମମାନଙ୍କୁ ସାହାଯ୍ୟ କର। ପ୍ରାର୍ଥନା କରୁଛୁ ପ୍ରଭୁ, ତୁମେ ଆମ ନିମନ୍ତେ ଦେଇଥିବା ବଳିଦାନ, ଆମ ନିମନ୍ତେ ଦେଇଥିବା ତୁମର ସେଇ ପ୍ରେମ, ଅନୁଗ୍ରହ, ତୁମର ସେଇ ଦୟାର ହୃଦୟ ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ,